আমার শাস্ত্র কଣ কହୁଛି ବେଦ କଣ କହୁଛି ଅର୍ଥାତ୍ ଜ୍ଞାନ କଣ କହୁଛି ଆମ ଶରୀରରେ ଯେଉଁ ଚକ୍ର ସବୁ ଅଛି ଶରୀରରେ ପ୍ରଥମେ କଣ୍ଠ ଦେଶ ବୋଲେ ତାକୁ ଆମେ କହୁ ବିଶୁଦ୍ଧି ଚକ୍ର, ହୃଦୟ ଦେଶ ବୋଲେ କହୁଛି ଅନାହତ ଚକ୍ର, ନାଭି ପ୍ରଦେଶ ବୋଲେ ତାକୁ ଅଗ୍ନି ଚକ୍ର, ମଣିପୁରକ ଚକ୍ର, ତାପରେ ସ୍ୱାଧିଷ୍ଠାନ ଚକ୍ର, ସବା ତଳେ ଅଛି ଆମର ମୂଳାଧାର ଚକ୍ର। ଯେତେବେଳେ ପ୍ରାଣବାୟୁ ମୂଳାଧାର ଚକ୍ର ପର୍ଯ୍ୟନ୍ତ ଯାଏ ଅର୍ଥାତ୍ ପ୍ରାଣବାୟୁ ଯେତେବେଳେ ଧୀର ହେଇଯାଏ ଏବଂ ଯଦି ସେ ମୂଳାଧାର ଚକ୍ର ପର୍ଯ୍ୟନ୍ତ ପ୍ରାଣବାୟୁ ଯାଏ ସେଠି ସେ ଯିଏ ରହେ ସେଟା ହେଲା ଅପାନ। ତେଣୁ ଆମେ ସେ ଭୋଜନ କରୁଛୁ ଆମେ ନିଶ୍ୱାସ ପ୍ରଶ୍ୱାସ ଯିବା କଥା। ଯଦି ଆମର ଭୋଜନ କରିବାଟା ଠିକ ଭାବରେ ହୁଏ ତାହେଲେ ଆମର ପ୍ରାଣବାୟୁ ପ୍ରାଣ ଆଉ ଅପାନର ସମ୍ପର୍କ ଅଛି ଯେ ପ୍ରାଣବାୟୁ ଯେଉଁ ସ୍ପିଡରେ ଯିବ ଅପାନ ତା ଅଧା ସ୍ପିଡରେ ଉପରକୁ ଉଠିବ। ପ୍ରାଣ ଯିବ ତଳକୁ ଅପାନ ଆସିବ ଉପରକୁ ଏବଂ ଉଭୟ ମିଶିବେ। କୋଉଠି ମିଶିବେ? ଅହନି ବୈଶାନର ଉତ୍ତା ପ୍ରାଣୀନାମ ଦେହମାସ୍ଥିତ। ଆମ ଶରୀର ଭିତରେ ଯେଉଁ ଅଗ୍ନି ଅଛି ଅଗ୍ନି ତତ୍ତ୍ୱ ଅଛି ସେଟା ହେଉଛି ଆମର ନାଭି କ୍ଷେତ୍ରରେ, ସେଇଟା ହେଉଛି ଅଗ୍ନି ତତ୍ତ୍ୱର କ୍ଷେତ୍ର। ତା ତଳକୁ ଅଛି ସ୍ୱାଧିଷ୍ଠାନ ଚକ୍ର ଜଳତତ୍ତ୍ୱର କ୍ଷେତ୍ର, ତା ତଳକୁ ଅଛି ଆମର ମୂଳାଧାର ଚକ୍ର ସେଟା ହେଉଛି ପୃଥ୍ୱୀ ତତ୍ତ୍ୱ। ଆଉ ଅଗ୍ନି ତତ୍ତ୍ୱ ଅର୍ଥାତ୍ ମଣିପୁରକ ଚକ୍ର ଉପରେ ଅଛି ଅନାହତ ଚକ୍ର ସେଟା ହେଉଛି ବାୟୁ ତତ୍ତ୍ୱ। ତାର ଉପରେ ଅଛି ଆମର ଆକାଶ ତତ୍ତ୍ୱ ବା ବିଶୁଦ୍ଧି ଚକ୍ର। ଆମେ ତାହେଲେ ଭୋଜନ କରୁଛେ ଖାଦ୍ୟ ଆମର କଣ୍ଠ ଦଶ ଦେଇକି ଆମେ କଳକୁ ଯାଉଛେ ଆମର ଯେଉଁ ପ୍ରାଣବାୟୁ ତ ଯିବା ଆକାଶ ଚାଲିଛି କିନ୍ତୁ ଆମର ଗୀତାରେ କ'ଣ କହୁଛନ୍ତି ଭଗବାନ ଯେ ପ୍ରାଣ ଆଉ ଅପାନ ଏକତ୍ର ହେବେ। ଆଉ ପ୍ରାଣବାୟୁ ଯେତିକି ସ୍ପିଡରେ ଥାଏ ଅପାନ ବାୟୁ ତା ଅଧା ସ୍ପିଡରେ ଆସେ। ସେମାନେ ମିଳିତ ହେବେ। କୋଉଠି ମିଳିତ ହେବେ? ଅଗ୍ନି ତତ୍ତ୍ୱରେ। ଆପଣ ଯଦି ହାଣ୍ଡିଟାକୁ ନିହା ଉପରେ ଚୁଳି ଉପରେ ବସେଇଲେ ଅଗ୍ନି ଜଳୁଥିବା ଜାଗାରେ ସେ ଖାଦ୍ୟଟାକୁ ସିଝେଇବ, ପାଣିଟାକୁ ଗରମ କରିବ। କିନ୍ତୁ ଯଦି ଆପଣ ଯେଉଁ ପଟେ ଅଗ୍ନି ଜଳୁଛି ସେପଟେ ନ ବସେଇକି ତା ଆର ପଟେ ଷ୍ଟୋଭରେ ବସେଇବେ ସେ ଆଦୌ କିଛି ହେବନି। ଅର୍ଥାତ୍ ଆମେ ଯେଉଁ ଖାଦ୍ୟ ଖାଉଛେ ସେ ଖାଦ୍ୟ ପହଞ୍ଚିବା ଦରକାର ଯେଉଁଠି ଆମର ଅଗ୍ନି ଜଳୁଛି। ଆମେ ଯେଉଁ ଖାଦ୍ୟ ଖାଉଛେ ସେ ଖାଦ୍ୟକୁ ଯଦି ଠିକ ଭାବରେ ଚର୍ବଣ କରିକି ଚୋବେଇକିରି ଆମେ ଯଦି ଛାଡ଼ିବା ତାହେଲେ ସେ ଆମର ଖାଦ୍ୟ ନଳୀ ଦେଇକରି ଅତି ସହଜରେ ସେ ଅଗ୍ନି ତତ୍ତ୍ୱକୁ ଯିବ। ଆମେ ଖାଦ୍ୟକୁ ଚୋବେଇବା ଭିତରେ ଆମର ଯେଉଁ ଚେତନା ଯାଉଛି ଯେ ମୁଁ ଖାଦ୍ୟ ଗ୍ରହଣ କରୁଛି ସେଇଟା ଇକ୍ସନ୍ ସେ ପ୍ରାଣବାୟୁ ଗତି କରୁଛି ଭିତରକୁ ଅପାନ ଉଠି ଆସୁଛି। ଅପାନ ଅଧା ପିଆର ଆସେ ହାଫ୍ ସ୍ପିଡରେ। ତେଣୁ ଆମେ ଯଦି ଧୀର ଭାବରେ ଚୋବେଇକିରି ଖାଦ୍ୟଟାକୁ ଖାଉଛେ ଇଏ ଖାଦ୍ୟ ବ୍ୟାଗ ପହଞ୍ଚୁଛି ପ୍ରାଣବାୟୁ ସାଥିରେ ସେତେବେଳକୁ ଅପାନ ଉଠି ଆସିଛି ଅଗ୍ନି ତତ୍ତ୍ୱ ସାଥିରେ ମିଶି ଯାଉଛି ତାହେଲେ ହଜମ କ୍ରିୟା ଠିକ ହେବ। କିନ୍ତୁ ଆମେ ଗୋଟେ ଖାଦ୍ୟ ଖାଇଲା ବେଳେ ଆମେ କଥା କହୁଛୁ, କଥା ଶୁଣୁଛୁ, ଟିଭି ଦେଖୁଛୁ କି କାହା କଥା ଶୁଣୁଛୁ, ଆଳପ ଆଲୋଚନା କରି ଖାଦ୍ୟ ଖାଉଛ। ମୁଁ ବର୍ତ୍ତମାନ ଆପଣଙ୍କ ସହିତ କଥା ହେଉଛି ମାନେ ମୋର ପ୍ରାଣ ବାୟୁ ବାହାରକୁ ଯାଉଛି। କିନ୍ତୁ ମୁଁ ଯଦି ବର୍ତ୍ତମାନ ଖାଦ୍ୟ ଖାଇବି ମୁଁ ଚୋବେଇବି ମୁଁ କଥା କହୁନାହିଁ ପ୍ରାଣ ବାୟୁ ସାହିତ୍ୟ ପ୍ରାଣ ପାଶାତେ ଖାଦ୍ୟ ଯାଉଛି ଭିତରକୁ ଏବଂ ଏହା ଅଗ୍ନି ତତ୍ତ୍ୱ ଯେଉଁଠି ଅଗ୍ନି ଜଳୁଛି ଶରୀର ଭିତରେ ସେଇଠିକି ଯାଉଛି। ସେତିକିବେଳେ ଅପାନ ବାୟୁ ମୂଳାଧାର ଚକ୍ର ଛାଡ଼ି ସ୍ୱାଧିଷ୍ଠାନକୁ ଛାଡ଼ି ଆସିକିରି ମଣିପୁରକରେ ମିଶିଛି। ସେତେବେଳେ ଖାଦ୍ୟ ପହଞ୍ଚି ଏବଂ ସେଠି ଖାଦ୍ୟ ହଜମ ହେଉଛି। ତେଣୁ ଯଦି ଅତି ସହଜ କଥାଟାକୁ ଆମେ କରିପାରିବା ଯେ ଭୋଜନ କଲାବେଳେ ଆମେ ଖାଦ୍ୟକୁ ଉପଯୁକ୍ତ ଭାବରେ ଆମେ ଚୋବେଇବା। ଉପଯୁକ୍ତ ଚୋବେଇରେ ଖାଦ୍ୟ ନଳୀ ଭିତରେ ଦେଇଯିବ। ତେଣୁ ଖାଦ୍ୟଟା ଯେତେ ପତଳା ହେବ ପବନ ସେତେ ବେଶୀ ଯାଇଯିବ। ପାଣି ଭିତରେ ବେଶୀ ପବନ ଅଛି ନା ପଥର ଭିତରେ ବେଶୀ ପବନ ଅଛି?
ସରଳତା ପାଣିতে ବେଶୀ ପବନ ତେଣୁ ଆମେ ଖାଦ୍ୟଟା ଯେତେ ଚୋବେଇକି ସୂକ୍ଷ୍ମ କରିଦେବା ପ୍ରାଣବାୟୁ ପ୍ରବାହିତ ସେତେ ପ୍ରଚଣ୍ଡ ହବ କିନ୍ତୁ ଆମେ ଖାଦ୍ୟ ଚୋବୁଥିବା ସମୟରେ ଆମେ ଯଦି କଥା ହେବା ଚୋଇ ହେବନି ଆଉ ଆମେ ଯଦି ଅପଚ୍ଛାଇତ ଖାଦ୍ୟ ଖାଇବା ତାହେଲେ ସେ ଉପଯୁକ୍ତ ଭାବରେ ଚର୍ବିତ ହେଇଥିବା ଚର୍ପଣ ହେଇଥିବା ଖାଦ୍ୟ ସେଥିରୁ ବି ଯିବ ନାହିଁ ତେଣୁ ଖାଦ୍ୟ ଯେଉଁ ଚାରି ପ୍ରକାର ଖାଦ୍ୟ ଭଗବାନ କହିଲେ ପ୍ରଥମେ କାହା ନା ପାରିବେ ଚର୍ବ୍ୟ ଚେଷ୍ୟ ଲେହ ପେୟ ତେଣୁ ଖାଦ୍ୟ ଉପଯୁକ୍ତ ଭାବରେ ଚୋବା ହେଇନାହିଁ ଏବଂ ତାକୁ ଆମେ ବିଳିଦେଲେ ଆମେ ବିଳିଦେବାଟା ଆମର ପ୍ରାଣ ବାୟୁ ସେ ଠେଲିଉନି ଭିତରେ ପଶିଗଲା କିନ୍ତୁ ସେଥିରୁ ସବୁଯାକ ଖାଦ୍ୟ ଅଗ୍ନି ତତ୍ତ୍ୱରେ ପହଞ୍ଚି ପାରିଲା ନାହିଁ କିଛି କହିଲା ପାକି ରହିଗଲା ଡାଇଜେଷ୍ଟିଭ ଟ୍ରାକ୍ଟ ଭିତରେ ଯେତେ ଜୋରରେ ପ୍ରାଣବାୟୁ ବାହାରୁ ବିକିବ ସେତେ ଜୋରରେ ଅପାନ ଫୁରି ତା ନିଜ ସ୍ଥାନକୁ ଯିବ ପ୍ରାଣ ଆଉ ଅପାନର ଯୋଗ ହେଲା ନାହିଁ ଖାଦ୍ୟ ହେଇଗଲା ଡାଇଜେଷ୍ଟିଭ ଟ୍ରାକ୍ ଭିତରେ ସେ ଯେଉଁଠି ଅଗ୍ନି ଯାଉଛି ସେ ପର୍ଯ୍ୟନ୍ତ ଗଲା ନାହିଁ ତେଣୁ ସେଇଟା ହେଉଛି ଗ୍ୟାଷ୍ଟ୍ରିକ୍ର ପ୍ରଥମ ଏବଂ ପ୍ରଧାନ କାରଣ